କୌଣସି ନଦୀର ପରିଚୟ ତାର ଧାରା ଆଉ କୂଳ ହୋଇପାରେ। କୁହାଯାଏ ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖପାଖର ପରିବେଶ। କିନ୍ତୁ ବଡ଼ରୁ ବଡ଼ ନଦୀର ଆରମ୍ଭ ବି ଛୋଟ ଧାରାରୁ ହିଁ ହୋଇଥାଏ ଆଉ ପରେ ଏକ ବଡ଼ ନଦୀର ଆକାର ନେଇଥାଏ। ତେବେ ସବୁଠାରୁ ବଡ଼ ନଦୀ କଥା ମନକୁ ଆସିଲେ ପ୍ରଥମରେ ଆମାଜନ ନଦୀ କଥା ନିଶ୍ଚୟ ସାମ୍ନାକୁ ଆସେ, କାରଣ ଏହା ହେଉଛି ଦୁନିଆର ସବୁଠାରୁ ବଡ଼ ନଦୀ, ଯାହା ଆଜି ବି ଏକ ଅଭେଦ ରହସ୍ୟ ହୋଇ ରହିଛି। ତେବେ ଚାଲନ୍ତୁ ଜାଣିବା ଦୁନିଆର ସବୁଠାରୁ ବଡ଼ ନଦୀର ରହସ୍ୟ ସମ୍ପର୍କରେ। ଏହି ନଦୀ ଯେତେ ପ୍ରସିଦ୍ଧ ସେତେ ରହସ୍ୟମୟ। କୁହାଯାଏ ଏହା ଦୁନିଆର ସବୁଠାରୁ ବଡ଼ ଓ ଲମ୍ବା ନଦୀ। ଅନେକ ଛୋଟ ଛୋଟ ଜଳଧାରା ଏକାଠି ହୋଇ ଏହି ନଦୀର ଉତ୍ପତ୍ତି ହୋଇଛି। ତେବେ ବଡ଼ ନଦୀ କାହାକୁ କୁହାଯାଏ? ଏହାର ପରିଭାଷାକୁ ନେଇ ଆଜି ବି ମତ ପାର୍ଥକ୍ୟ ଦେଖିବାକୁ ମିଳେ। ଅନେକ ବଡ଼ ନଦୀର ଉତ୍ପତ୍ତିକୁ ନେଇ ମତଭେଦ ଦେଖିବାକୁ ମିଳିଥାଏ। ସେହି କ୍ରମରେ ଦୁନିଆର ସବୁଠାରୁ ବଡ଼ ନଦୀ ଆମାଜନ ନଦୀକୁ ନେଇ ମଧ୍ୟ ଅନେକ କାହାଣୀ, ଅନେକ ଗବେଷଣା, ଅନେକ ଲୋକକଥା ଓ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ଆମାଜନ ନଦୀର ପ୍ରକୃତରେ ଉତ୍ପତ୍ତି କେଉଁଠାରୁ ହୋଇଛି, ଏହାକୁ ନେଇ ବିଭିନ୍ନ ମତ ସାମ୍ନାକୁ ଆସିଛି। ଆଗରୁ ମୁଁ ଆମାଜନ ଜଙ୍ଗଲର ରହସ୍ୟ ବିଷୟରେ ଆପଣଙ୍କୁ ବହୁତ ଥର କହିଛି, କିନ୍ତୁ ଆଜି ଆମେ ଜାଣିବା ଏହି ଆମାଜନ ଜଙ୍ଗଲ ମଧ୍ୟରେ ଥିବା ଆମାଜନ ନଦୀ ବିଷୟରେ, ଯାହାକି ଦୁନିଆର ସବୁଠାରୁ ଲମ୍ବା ଓ ବଡ଼ ନଦୀ। ଏହି ନଦୀର ଲମ୍ବ 6200 କିଲୋମିଟରରୁ 7000 କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ। ତେବେ ଏହି ନଦୀର ଘାଟି ଦକ୍ଷିଣ ଆମେରିକାର 8ଟି ଦେଶ ଯାଏଁ ବ୍ୟାପିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ବିଜ୍ଞାନ ଏତେ ଉନ୍ନତି କରିସାରିଥିବା ବେଳେ ବି ଆମାଜନ ନଦୀର ଧାରା କେଉଁଠାରୁ ଆରମ୍ଭ ହୋଇଛି ତାକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ଗତ ଏକ ସପ୍ତାହ ଧରି ଆମାଜନର ଉତ୍ପତ୍ତି ସ୍ଥଳକୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି। ଇତିହାସକୁ ଦେଖିଲେ 1707 ମସିହାରେ ଭୂଗୋଳବିତ୍ ଫାଦର ସୈମୁଏଲ ଫ୍ରିଟସ୍ ଏକ ନକ୍ସା ବନାଇଥିଲେ। ଏଥିରେ ଲରିକୋଚ୍ ହ୍ରଦକୁ ଆମାଜନ ନଦୀର ଉତ୍ପତ୍ତି ସ୍ଥଳ ବୋଲି କୁହାଯାଉଥିଲା, ଯାହା ଆମାଜନର ଏକ ସହାୟକ ନଦୀ ମାରାନନ୍ର ଷ୍ଟାର୍ଟିଂ ପଏଣ୍ଟ। ଏହି ଠିକଣା ପେରୁରେ ରହିଛି, କିନ୍ତୁ ବିଂଶ ଶତାବ୍ଦୀ ଆରମ୍ଭରୁ କୁହାଗଲା ଯେ ଆମାଜନର ଉତ୍ପତ୍ତି ହେଉଛି ପେରୁର ଏପୁରିମେକ୍ ନଦୀ। ପୁଣି ଥରେ 1960ରେ ଆଉ ଜଣେ ବୈଜ୍ଞାନିକ ପେରୁର ନେଭାଦୋ ମିସ୍ମି ସ୍ଥାନକୁ ଏହାର ଉତ୍ପତ୍ତି ବୋଲି କହିଲେ। ଏହାପରେ 2000ରେ କାର ହୁଆସାନ୍ତାକୁ ଉତ୍ପତ୍ତି ବୋଲି କୁହାଗଲା। ଶେଷରେ 2014ରେ ସନ୍ଧାନକାରୀ ଜେମ୍ସ କାଣ୍ଟାସ୍ ଦାବି କଲେ ଯେ ପେରୁର ମଣ୍ଟାରୋ ନଦୀ ହେଉଛି ଏହାର ଉତ୍ପତ୍ତି ସ୍ଥଳ। ପରବର୍ତ୍ତୀ ସମୟରେ ମଣ୍ଟାରୋର ଲମ୍ବ ମଧ୍ୟ ଅଧିକ ବୋଲି ଜଣାପଡ଼ିଲା। ଏହିଭଳି ସମୟ ସହ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି ସତ, କିନ୍ତୁ ଏହି ଦ୍ୱନ୍ଦ୍ୱ ଦୂର ହୋଇପାରି ନାହିଁ। କୁହାଯାଏ ଦୁନିଆର 20% ନଦୀ ଆମାଜନ ନଦୀରେ ଯାଇ ମିଶିଥାଏ, କିନ୍ତୁ ଶେଷରେ ଭାରତର ପୂର୍ବତନ ସର୍ଭେୟର ଜେନେରାଲ ସ୍ୱର୍ଣ୍ଣ ସୁବ୍ବାରାଓଙ୍କ ମତରେ କୌଣସି ଖାସ୍ ଠିକଣାକୁ ନଦୀର ଉତ୍ପତ୍ତି ବୋଲି କୁହାଯାଏ ନାହିଁ। ତେଣୁ ଏହି ନଦୀର ଉତ୍ପତ୍ତିକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିବା ସ୍ୱାଭାବିକ ବୋଲି ସେ କହିଲେ। ତେବେ ଏହି ନଦୀରେ ଅନେକ ବିଚିତ୍ର ଜୀବର ସତ୍ତା ସମ୍ଭବ ହୋଇପାରିଛି, ଯାହା ଅନ୍ୟ କେଉଁଠାରେ ମଧ୍ୟ ଦେଖିବାକୁ ମିଳେ ନାହିଁ। ଆମାଜନର ବର୍ଷା ବନ ବା ରେନ୍ ଫରେଷ୍ଟ ଦୁନିଆର ସବୁଠାରୁ ବଡ଼ ଜଙ୍ଗଲ, ଆଉ ଏହା ପୃଥିବୀର ସବୁଠାରୁ ଅଧିକ ଅକ୍ସିଜେନ୍ ଜେନେରେଟ୍ କରୁଥିବା ଜଙ୍ଗଲ। ଆମାଜନ ନଦୀର 1100ରୁ ଅଧିକ ସହାୟକ ନଦୀ ରହିଛି, ଯାହା ମଧ୍ୟରୁ 17ରୁ ଅଧିକ ନଦୀଗୁଡ଼ିକର ଲମ୍ବ 1500 କିଲୋମିଟରରୁ ବି ଅଧିକା। ଅନ୍ୟପଟେ ବର୍ଷା ଦିନେ ଆମାଜନ ନଦୀର ଲମ୍ବ ବଢ଼ିଯାଏ। ବ୍ରାଜିଲର ସବୁଠାରୁ ବଡ଼ ସହର ଆମାଜନ କୂଳରେ ଏହା ବସିଛି। ଆମାଜନରେ 3000 ପ୍ରଜାତିର ମାଛ ମିଳିଥାଏ। ଦୁନିଆର ସବୁଠାରୁ ବଡ଼ ସାପ ଆନାକୋଣ୍ଡା ବି ଏହି ଆମାଜନରେ ହିଁ ମିଳିଥାଏ। ଦକ୍ଷିଣ ଆମେରିକାରେ ବର୍ଷା ଦିନେ ନଦୀର ଓସାର ମଧ୍ୟ ବଢ଼ିଯାଏ। ଏଠାକାର ବର୍ଷା ବଣ ବା ରେନ୍ ଫରେଷ୍ଟରେ 400ରୁ 500 ପ୍ରଜାତିର ଜନଜାତି ବସବାସ କରନ୍ତି, ଯେଉଁମାନେ ଦକ୍ଷିଣ ଆମେରିକାର ମୂଳ ନିବାସୀ। ଆଶ୍ଚର୍ଯ୍ୟର କଥା, ଏମାନଙ୍କ ମଧ୍ୟରୁ 50 ପ୍ରଜାତିର ଜନଜାତି ଆଜି ଯାଏଁ ବାହ୍ୟ ଜଗତ ସମ୍ପର୍କରେ ହିଁ ଆସିନାହାନ୍ତି। ଆଉ ଏହି ନଦୀ ହିଁ ପ୍ରମାଣିତ କରେ ଯେ ବାସ୍ତବରେ ପ୍ରକୃତିର ସୃଷ୍ଟିର କୌଣସି ତୁଳନା ନାହିଁ। ଏହି ଆମାଜନ ନଦୀ ହେଉଛି ଦକ୍ଷିଣ ଆମେରିକାର ସବୁଠାରୁ ବଡ଼ ନଦୀ। ଏହି ନଦୀର ସାଧାରଣ ଜଳ ପ୍ରବାହିତ ସ୍ତର ହେଉଛି 2,90,000 ଘନମିଟର। ଏହା ଅନ୍ୟ 7ଟି ବଡ଼ ନଦୀ ଭିତରୁ ସବୁଠୁ ବଡ଼ ନଦୀ। ଏହାର ଆୟତନ ପ୍ରାୟ 7,50,000 କିଲୋମିଟର। ଏହା ବ୍ରାଜିଲରେ ଥିବା ଅନ୍ୟ ନଦୀଠାରୁ ବହୁତ ବଡ଼।
इतिहास को देखिले एहाकु बहुत पुरातत्वविद निर्माणर जुग बोली मध्य कहती। दक्षिण अमेरिकीय उच्चकोटीर सभ्यतार एही आमाजन नदी कूल गढ़ी उठिथिबा सभ्यतार हाथ रहिथिबा कुहाଯାଏ। मनिषर पुरातन सभ्यता गुड़िक मुख्यतः पहाड़ पर्वत निकटरे गढ़ी उठिथिला। आमाजन नदी कूले कूले एही प्रकारर 5 गोटी सभ्यता गढ़ी उठिथिबार पुरातन कालरू रही आसिछि। आमाजन नदी दक्षिण अमेरिकार रही जहाँकि पेरूर आंडीज पर्वतमालू बाहरी इक्वेडर, कोलंबिया, वेनेजुएला, बोलिविया और ब्राजिल दे शेष में आटलांटिक महासागर रे मिसिछि। तेबे आशा अछि एबे आपण जानि सारिथिबे आम दुनियार सबुठारु बड़ नदीर रहस्य संपर्क रे। आमाजन नदी केते बड़, एहा केते भयंकर एवं एहाकु दुनियार काहेकि सबुठारु बड़ नदी कुहंती, प्रकृତରେ एहार उत्पत्ति स्थल केउंठी। जदि आजिर एही भिडियोटी आपनकु भल लागिछि तेबे एहाकु लाइक करंतु एवं खूब मात्रा रे शेयर करंतु। भिडियोटी किभଳି लागिला मते कमेंट रे निज फीडबैक निहाती जणांतु। आम देश दुनिया सह जड़ित एभଳି अनेक रहस्यमय भिडियो संपर्क रे जदि आपण देखिबाकु चाहुछंती ताहाले आज ही मो चैनल को सब्सक्राइब करंतु।